এই ଛୁଆ ମାନେ ଆମ୍ବ ସଢା ନିଅ ପ୍ରସ୍ତୁତ ହେଇଗଲା ଆମର। ନିଅ ନିଅ ଖାଇକି ଦେଖ କେରକ ଲାଗୁଛି। टेस्टी ହେଇଛି ନା? ତମ ମାକୁ ବି କହିବ ଏରକ ବନେଇକି ରଖିଦେବେ ହେଲା। ଏବେ ତ ଆମ୍ବର ସିଜନ ଦେଖନ୍ତୁ, ଏଇଟା ହଉଛି ଦେଶୀ ଆମ୍ବ। ଏଇ ଦେଶୀ ଆମ୍ବ ଏବେ ନେଇକିରି ଆମ୍ବ ସଢା ପ୍ରସ୍ତୁତ କରିବା। ଏଠି ଆମ୍ବ ଗୁଡ଼ିକୁ କାଟି ତାର ଚୋପାର ଯୋଉ ଶସ ଲାଗିଥିଲା ତାକୁ ଚାମଚ ସାହାଯ୍ୟରେ ବାହାର କରିଦେଲି, ଆଉ ତାର ଟାଙ୍କୁଆକୁ ଅଲଗା କରିଦେଲି। ଏଠି ଗୋଟେ ପାଛିଆ ସାହାଯ୍ୟରେ ଆମ୍ବକୁ ଘଷି ଘଷିକି ତା ଦେହରୁ ରସ ବାହାର କରିଦେଲା ବେଳକୁ ମୋ ହାତର କୁଆମୂଳ ସବୁ ବଥା ହେଇଗଲାଣି। ଆପଣମାନେ ଯଦି କିଛି ସହଜ ଉପାୟ ଜାଣିଥିବେ କମେଣ୍ଟରେ ଜଣେଇବେ ତ। ଏଇଠି ଦେଖନ୍ତୁ କେତେ ସୁନ୍ଦର ପୁରା ବହଳିଆ ଆମ୍ବ ରସ ବାହାରିଛି, ଆଉ ତାର କେଡ଼େ ସୁନ୍ଦର କଲର। ଏଇଠି ଆସନ୍ତୁ, ଏଇ ଯୋଉ ଆମ୍ବ ରସ ଗୁଡାକ ବାହାର କରିଛି ତାକୁ ଏବେ ଭଲ ଭାବେ ଟିକେ ଫୁଟେଇ ନେବା। ଆମ୍ବ ରସଟା ଫୁଟିଗଲାଣି, ଚାଲନ୍ତୁ ସ୍ୱାଦ ଅନୁସାରେ ଲୁଣ ଆଉ ଚିନି, ଅଳ୍ପ ଟିକେ ଲଙ୍କାଗୁଣ୍ଡ ଦେଇଦେବା। ତାକୁ ଏମିତି 10ରୁ 15 ମିନିଟ୍ ପର୍ଯ୍ୟନ୍ତ ତାକୁ ଘାଣ୍ଟି ନେବା। ଏପଟେ ଏଟା ଫୁଟିବା ଭିତରେ ଚାଲନ୍ତୁ ଏଇଠି ମୁଁ ଗୋଟେ ଥାଳି ନେଇଛି, ଥାଳିରେ ଟିକେ ତେଲ ମାରି ନେବା। ତେଲ ମାରିଦେଲେ କ'ଣ ହବ ନା, এই ଯୋଉ ଆମ୍ବ ସଢାଟା ଯେତେବେଳେ ଶୁଖିଯିବ ସେତେବେଳେ ସହଜରେ ଥାଳିରୁ ଛାଡ଼ିଯିବ। ଏଇଠି ଦେଖନ୍ତୁ ଏଇଟା ଫୁଟିବାର 15-20 ମିନିଟ୍ ହେଇଗଲାଣି। ତାକୁ ଏବେ କ'ଣ କରିବା ନା ଗୋଟେ ଥାଳିକୁ ବାହାର କରିନେବା। ଏବେ ଚାଲନ୍ତୁ ଏହାକୁ 2-3 ଦିନ ପାଇଁ ଖରାରେ ଶୁଖେଇ ନେବା। ଖରାରେ ଶୁଖିଗଲା ପରେ ଦେଖିବା ଏଇଟା କେମିତି ହେଇଛି। ଏଇଠି ଦେଖନ୍ତୁ କେତେ ସୁନ୍ଦର ଆମ୍ବ ସଢା ଶୁଖି ଯାଇଛି। ଏବେ ଯୋଉ ଖରା ହଉଛି ମୁଁ ତ ଭାବୁଥିଲି ବୋଧେ ଡେରି ଲାଗିବ ବୋଧେ ଶୁଖିବା ପାଇଁ, କିନ୍ତୁ ବହୁତ ଶୀଘ୍ର ଏଟା ଶୁଖିଗଲା। କେତେ ସୁନ୍ଦର ଉଠି ଯାଉଛି ଏଟା। ୟାକୁ ଏବେ ପିସ୍ ପିସ୍ କରିକି କାଟି ନେବା। এটা দেখন্তু বেশি মোটা भी है नहीं और बेसी पतला भी है नहीं। याकू एमिति छोट छोट पीस पीस करके रखिदेले याकू जे 2 मास पर्यंत आराम से रही जिवो। याकू एमिति भी रखी परिबे, आ नहले एमिति छोट छोट पीस करके ताकू एठी मैं एमिति काटी नेछि। देखंतु केते सुंदर देखा जाउची, खाइबा पई एटा बहुत टेस्टी। एमती बने के खातु। तुम वीडियो जब भल लगे ताहले लाइक शेयर सब्सक्राइब निश्चय करदेवे। रोची जय श्री जगन्नाथ।